କାର୍ଯ୍ୟସାରଣୀ ଅନୁଯାୟୀ ଆଜି ବୈଠକ ଦିନ 10ଟା ବେଳେ ମନ୍ଦିରର ପୁରୀ ଜଗନ୍ନାଥ ମନ୍ଦିରର ବୈଠକଖାନାରେ ଅନୁଷ୍ଠିତ ହେଲା। ମୋଟାମୋଟି ସମସ୍ତ ପ୍ରାୟ ଅଧିକାଂଶ ସଦସ୍ୟ ଉପସ୍ଥିତ ଥିଲେ, ଜଣେ ଦୁଇ ଜଣ କେହି ଆସିପାରି ନାହାନ୍ତି। ତେବେ ସଭାରେ ପୂର୍ବ ଦିନର ଦିଗ ନିର୍ଦ୍ଦେଶ ବିଷୟରେ ଆଲୋଚନା କରାଗଲା। 6 ତାରିଖରେ ଯେଉଁ ମିଟିଂ ହେଇଥିଲା ତାର କାର୍ଯ୍ୟସାରଣୀ ପ୍ରସ୍ତୁତ ହେଇ ଦସ୍ତଖତ ହେବାରେ ରାତି ହେଇଗଲା। ତାପରେ 7 ତାରିଖ ଦିନ ରଥଯାତ୍ରା, 8 ତାରିଖ ଦିନ ମଧ୍ୟ ରଥଯାତ୍ରା। ତେଣୁ ଆମର ଯେଉଁ ବିବରଣୀ ଡ୍ର କରାହେଇଥିଲା ସେ ବିବରଣୀ ମ୍ୟାନେଜମେଣ୍ଟ କମିଟି ପାଖରେ ପହଞ୍ଚିବା ସମ୍ଭବ ହେଲାନି। ବିବରଣୀ ସମ୍ପୂର୍ଣ୍ଣ ଦସ୍ତଖତ ଆଜି ସରିଲା ସକାଳେ ମିଟିଂ ଆରମ୍ଭ ପୂର୍ବରୁ। ସେ ବିବରଣୀର କପି ମ୍ୟାନେଜମେଣ୍ଟ କମିଟିକୁ ଦିଆଗଲା। ଆଜିର ବିବରଣୀରେ ପୂର୍ବ ଡିସ୍କସନରୁ ଆମେ ଆଗକୁ ଗଲୁ। ଆଜି ଯେହେତୁ ପୂର୍ବ ବିବରଣୀ ସରକାରଙ୍କୁ ମ୍ୟାନେଜିଂ କମିଟିକୁ ଦିଆ ହେଇପାରିନି, ରୁଲ୍ 6 ଅନୁଯାୟୀ ନିୟମ କହୁଛି ଆମେ ବିବରଣୀଟି ମ୍ୟାନେଜମେଣ୍ଟକୁ ଦେଲେ ମ୍ୟାନେଜମେଣ୍ଟ କମିଟି ତାର ମିଟିଂ ଡାକିବ। ମ୍ୟାନେଜମେଣ୍ଟ କମିଟି ସେ ପ୍ରପୋଜାଲ ସରକାରଙ୍କୁ ପଠାଇବ। ସରକାରଙ୍କ ନିର୍ଦ୍ଦେଶ ଆସିଲେ ହିଁ ରତ୍ନଭଣ୍ଡାର ଖୋଲା ହେଇପାରିବ। ଏହା ସାଙ୍ଗରେ ଆଉ ଗୋଟେ କୋଣ ବି ଥିଲା, ଏସ୍ଓପି ମଧ୍ୟ ସଜେସନ୍ ଆମ ଉପରେ ଦାୟିତ୍ୱ ଦିଆଯାଇଛି। ଏସ୍ଓପିର ସଜେସନ୍ ଆମେ ଦେବୁ, ଦେଲେ ସେଟା ମ୍ୟାନେଜମେଣ୍ଟ କମିଟି ତାକୁ ପଠାଇବେ ସରକାରଙ୍କ ପାଖକୁ ଏବଂ ତାଙ୍କର ଯଦି ଆଉ କିଛି ଆଡ୍ କରିବାର ଥାଏ ତାକୁ କରିକି ପଠାଇବେ। ସେଟା ସରକାରଙ୍କର ଆପ୍ରୁଭ୍ ହେବା ମଧ୍ୟ ଆବଶ୍ୟକ ରହିଛି। ତେଣୁ ଆଜି ବିସ୍ତୃତ ବିଚାର କରାଗଲା ଏସ୍ଓପି ଉପରେ ଏବଂ ସର୍ବସମ୍ମତିକ୍ରମେ 14 ତାରିଖରେ ଏଇ ମାସର 14 ତାରିଖରେ ତାଲା ଖୋଲାଯିବ। ରତ୍ନଭଣ୍ଡାର ଭିତର ରତ୍ନଭଣ୍ଡାରର ତାଲା ଖୋଲାଯିବ ବୋଲି ସର୍ବସମ୍ମତିକ୍ରମେ ସରକାରଙ୍କୁ ଅନୁରୋଧ କରିବା ପାଇଁ ନିଷ୍ପତ୍ତି ନିଆଗଲା। ପ୍ରୋସିଡିଂ ଆକର୍ଡିଂଲି ଡ୍ର କରାଯାଇଛି। ଚାବି ଖାଲି ଖୋଲାଯିବନି, ଚାବି ଖୋଲାଯିବ, ଯେକୌଣସି ମତେ ଖୋଲାଯିବ। ଏ ନିଷ୍ପତ୍ତି ମଧ୍ୟ ହେଇଛି। ତତ୍ସଂକ୍ରାନ୍ତରେ ଆବଶ୍ୟକ ଏସ୍ଓପି ମଧ୍ୟ ଆମେ ଡ୍ର କରିଛୁ। ବିଭିନ୍ନ ପ୍ରକାରର କାର୍ଯ୍ୟକ୍ରମ ରହିଛି, ତେଣୁ ବିଭିନ୍ନ ପ୍ରକାରର ଏସ୍ଓପି ଡ୍ର କରାଯାଇଛି। ଆମେ ସମ୍ପୂର୍ଣ୍ଣ ଏବଂ ସହମତିରେ ସମସ୍ତଙ୍କ ସହମତିରେ ଫାଇନାଲି ଡିସାଇଡ୍ କଲୁ ଚାବି ଥାଉ। ଯେଉଁ ଚାବି ଅଛି ସେଇ ଚାବିରେ ଖୋଲୁ ନ ଖୋଲୁ, ଯେକୌଣସି ପ୍ରକାରରେ ଆମେ ସେଦିନ ତାଲା ସରକାର ଯଦି 14 ତାରିଖକୁ ଆପ୍ରୁଭ୍ କରିଦେବେ ତାହେଲେ ଆମେ ସେଇଦିନ ତାଲା ଖୋଲିବୁ ଏବଂ ତା ସଂକ୍ରାନ୍ତୀୟ ଯେଉଁ ଆଉ ଆଗକୁ କାମ ଅଛି ସମ୍ପତ୍ତିର ସୁରକ୍ଷା ପ୍ରଥମ କର୍ତ୍ତବ୍ୟ। ସୁରକ୍ଷା ନେବା ସଙ୍ଗେ ସଙ୍ଗେ 2ଟା ଦିଗକୁ କାର୍ଯ୍ୟ ଆରମ୍ଭ ହେବ। ସେ ସଂକ୍ରାନ୍ତରେ ମଧ୍ୟ କିଛି ସେ 2ଟା ଦିଗ ହେଲା, ଗୋଟେ ହେଲା ଗଣତି, ଗୋଟେ ହେଲା ରିପେୟାରିଂ। ଉଭୟ କାମ ପାଇଁ ମଧ୍ୟ ଆମେ କିଛି ଏସ୍ଓପି ଦେଇଛୁ। ତେଣୁ ଆଶା କରିବା ସମୟ ଆମେ ଦେଇଛୁ ସରକାରଙ୍କୁ, ମ୍ୟାନେଜିଂ କମିଟିକୁ ଏବଂ ସରକାରଙ୍କୁ ଇତିମଧ୍ୟରେ ପ୍ରାୟ 4-5 ଦିନ ସମୟ ମିଳିବ। ଆଶା କରିବା ସରକାର ଆମକୁ ଏ ଭିତରେ ଅନୁମତି ପ୍ରଦାନ କରିଦେବେ। ବର୍ତ୍ତମାନ ଯେଉଁ ଆପଣ ଭିତର ରତ୍ନଭଣ୍ଡାର ଖୋଲିବେ, ପ୍ରଥମେ ମରାମତି କରିବା କାର୍ଯ୍ୟ ଆରମ୍ଭ ହେବ ନା ପ୍ରଥମେ ଗଣତି କାମ ଆରମ୍ଭ ହେବ? ଦେଖନ୍ତୁ, ଡେଜିଗ୍ନେଟେଡ୍ ପ୍ଲେସ୍ ସିଲେକ୍ଟ ହେଇଛି। ଡେଜିଗ୍ନେଟେଡ୍ ପ୍ଲେସ୍ରେ ଗହଣା ତାକୁ ସିଡ୍ୟୁଲ୍ ୱାଇଜ୍ ରଖାଯିବ। ଗହଣା 3 ପ୍ରକାରର ଅଛି, ଆପଣମାନେ ନା ଅଧିକ ଜାଣିଛନ୍ତି। ରେକର୍ଡ ଅଫ୍ ରାଇଟ୍ରେ ମେଣ୍ଟେନ୍ ହେଇଛି। ଗୋଟେ ସର୍ବକାଳୀନ ଅବ୍ୟବହାର ଗହଣା, ଗୋଟେ ସର୍ବକାଳୀନ ବ୍ୟବହାର ଗହଣା, ଗୋଟେ ରୀତିନୀତି ଦିନ ବ୍ୟବହାର ଗହଣା। ତେଣୁ ତା ପାଇଁ ଆଇଡେଣ୍ଟିଫାଏଡ୍ ପ୍ଲେସ୍ ମ୍ୟାନେଜମେଣ୍ଟକୁ କୁହାଯାଇଛି। ସେମାନେ ଆପାତତଃ ରୁମ୍ ସ୍ଥିର କରିଛନ୍ତି ବୋଲି ଆମକୁ କହିଛନ୍ତି। ତେଣୁ ସେ ରୁମ୍କୁ ପ୍ରଥମେ ତ ସିଫ୍ଟ କରାଯିବ। ଗଣତି ପ୍ରକ୍ରିୟା ଗୋଟେ ଲମ୍ବା ପ୍ରକ୍ରିୟା। ଗଣତିଟା ଖାଲି ଆମେ ବସିକି ଦେଖିଦେଇ ଗଣତି କରିପାରିବୁନି। ଆପଣମାନେ ଜାଣିବା ଦରକାର, ଗଣତି ପାଇଁ ଚିହ୍ନିବା ଲୋକର ଆବଶ୍ୟକ। ଗଣତି ପାଇଁ କମ୍ପିଟେଣ୍ଟ ଲୋକ ଆବଶ୍ୟକ, ଯିଏକି ସେ ହୀରା, ମୋତି, ମାଣିକ, ନୀଳାକୁ ଚିହ୍ନି ପାରିବ।
ବହୁତ ପୁରୁଣା ଗହଣା ରାଜା ମହଲ 1500 ବର୍ଷ ତଳର ବି ଗହଣା ରହିଛି। ସେ ପଥର ତ ଆଜି ଆଭେଲେବୁଲ ନାହିଁ, ତେଣୁ ଆଜିର ଗଣିଆ ଚିହ୍ନି ପାରିବେ କି ନାହିଁ। ତେଣୁ ଗୋଟେ ଗଣିଆ ଗ୍ରୁପ ସିଲେକ୍ଟ ହବ, ଗୋଟେ ମେଟ୍ରୋଲୋଜିଷ୍ଟ ଗ୍ରୁପ ସିଲେକ୍ଟ ହବ। ଏସବୁ ସିଲେକ୍ସନ ଦାୟିତ୍ୱ ସରକାରଙ୍କର। ଆମେ ଏସ୍ଓପିରେ ସେଗୁଡାକ ଉଲ୍ଲେଖ କରିଛୁ।